ଜୟଗୁରୁ। ଜୟଗୁରୁ। ଆଜି ଆମେ ଆମ ଶରୀର ଭିତରର ଗୋଟେ ଅଦ୍ଭୁତ ଶକ୍ତି କେନ୍ଦ୍ର ମଣିପୁର ଚକ୍ର ବିଷୟରେ କିଛି କଥା ହେବା। ହଁ, ନିଶ୍ଚୟ। ଏଇଟା ତ ନାଭି ପାଖରେ ଥାଏ ବୋଲି ଶୁଣିଛି। କୁହନ୍ତି ଏଇଠି ବହୁତ ତେଜ, ବହୁତ ଶକ୍ତି ଥାଏ। ହଁ, ଆପଣ ଠିକ୍ ଶୁଣିଛନ୍ତି। ଏଇଟା ସ୍ୱାଧିଷ୍ଠାନ ଚକ୍ରର ଠିକ୍ ଉପରକୁ ଆମ ନାଭିର ମୂଳ ଜାଗାରେ ଅବସ୍ଥିତ। ଆଚ୍ଛା। ଶାସ୍ତ୍ରରେ ଏହାକୁ କେମିତି ବର୍ଣ୍ଣନା କରାଯାଇଛି ଜାଣନ୍ତି? ଗୋଟେ 10 ପାଖୁଡ଼ାବାଲା ପଦ୍ମ। 10 ପାଖୁଡ଼ା? ଆଉ ରଙ୍ଗ? ରଙ୍ଗ କହିଲେ ବର୍ଷା ବେଳର ମେଘ ଦେଖିଛନ୍ତି, ସେମିତି ଗଭୀର ଶ୍ୟାମଳ ବର୍ଣ୍ଣର। ଉହୁ, ବର୍ଷା ମେଘ ପରି। ବହୁତ ସୁନ୍ଦର କଳ୍ପନା। ଏଇ ପାଖୁଡ଼ାଗୁଡ଼ିକର କିଛି ମାନେ ଥିବ ନିଶ୍ଚୟ? ହଁ, ନିଶ୍ଚୟ ଅଛି। ପ୍ରତି ପାଖୁଡ଼ା ଗୋଟେ ଗୋଟେ ଶକ୍ତି ସ୍ପନ୍ଦନ। ଏ 10ଟା ପାଖୁଡ଼ାରେ ଦେଖନ୍ତୁ, ଡ ଅକ୍ଷରରୁ ଆରମ୍ଭ କରି ହଁ। ଫ ପର୍ଯ୍ୟନ୍ତ, ମାନେ 10ଟା ବର୍ଣ୍ଣ ଅଙ୍କା ହେଇଛି। ଆଚ୍ଛା, ଡରୁ ଫ। ହଁ। ଆଉ ସେଗୁଡ଼ିକର ରଙ୍ଗ ପୁଣି ନୀଳ କମଳ ପରି। ବହୁତ ସୁନ୍ଦର। ବାଃ। ଆଉ ପ୍ରତି ବର୍ଣ୍ଣ ଉପରେ ନାଦ ଆଉ ବିନ୍ଦୁ, ମାନେ ସେଇ ଯୋଉ ଅନୁସ୍ୱାର ବା ଚନ୍ଦ୍ରବିନ୍ଦୁ କୁହନ୍ତି, ସେଟା ବି ଅଛି। ସୂକ୍ଷ୍ମ ଧ୍ୱନିର ପ୍ରତୀକ। ଏକଦମ। କିନ୍ତୁ ଏହାର ପ୍ରକୃତ ରହସ୍ୟ ରହିଛି, ମାନେ ଏହାର କେନ୍ଦ୍ରରେ। କେନ୍ଦ୍ରରେ? ସେଠି କ'ଣ ଅଛି? ଏହାର କେନ୍ଦ୍ର ହେଉଛି ଅଗ୍ନିଙ୍କର ସ୍ଥାନ, ଏକଦମ ମଝିରେ। ଅଗ୍ନି? ହଁ, ଗୋଟେ ତ୍ରିକୋଣ ଭଳି ମଣ୍ଡଳ। ଆଉ ତାର ତେଜ କେମିତି ଜାଣନ୍ତି? ଯେମିତି ସକାଳୁ ସୂର୍ଯ୍ୟ ଉଇଲା ବେଳେ ଦିଶେ। ଓହୋ, ଉଦୟ ସୂର୍ଯ୍ୟ ପରି। ହଁ, ପୁରା ଦେଦୀପ୍ୟମାନ। ଆଉ ସେହି ତ୍ରିକୋଣ ବାହାରେ 3ଟା ସ୍ୱସ୍ତିକ ଚିହ୍ନ ଅଛି, ମାଙ୍ଗଳିକ ଚିହ୍ନ। ଆଚ୍ଛା। ଆଉ ଭିତରେ ରହିଛି ଅଗ୍ନି ଦେବତାଙ୍କର ବୀଜମନ୍ତ୍ର, ରଙ୍ଗ। ରଙ୍ଗ? ଏଇଟା ସେଇ ମୂଳ ଧ୍ୱନି, ଯାହା ଏହି ଅଗ୍ନି ତତ୍ତ୍ୱକୁ ଜାଗ୍ରତ କରେ। ଠିକ୍ ଧରିଛନ୍ତି। ଏହି ରଙ୍ଗ ମନ୍ତ୍ର ହିଁ ଏହି ଚକ୍ରର ଅଗ୍ନିକୁ ଜଗାଏ। ଅଗ୍ନି ତତ୍ତ୍ୱ, ଏହାର ମାନେ ତ ଆମ ପାଚନ ଶକ୍ତି। କେବଳ ପେଟର ହଜମ ନୁହେଁ, ମାନସିକ ସ୍ତରରେ ବି ଆମେ ଯାହା ଅନୁଭବ କରୁ ତାକୁ ହଜମ କରିବାର ଶକ୍ତି। ନିଶ୍ଚୟ, ଶାରୀରିକ, ମାନସିକ ସବୁ ସ୍ତରରେ। ଏଠି ଯେଉଁ ଦେବତାଙ୍କୁ ଧ୍ୟାନ କରାଯାଏ, ସେ ହେଉଛନ୍ତି ସ୍ୱୟଂ ଅଗ୍ନି ଦେବତା। ତାଙ୍କ ସ୍ୱରୂପ କିପରି? ସେ ଗୋଟେ ମେଷ ଉପରେ ବସିଥାନ୍ତି। ତାଙ୍କର 4ଟା ହାତ, ଆଉ ତେଜ ବି ସେହି ପ୍ରଭାତ ସୂର୍ଯ୍ୟ ପରି। ଆଚ୍ଛା। ଆଉ ଗୋଟେ ବହୁତ ଆଶ୍ଚର୍ଯ୍ୟ କଥା ହେଲା, ଏଇ ଅଗ୍ନିଦେବତାଙ୍କ କୋଳରେ ସବୁବେଳେ ରୁଦ୍ରଦେବ ବସିଥାନ୍ତି। କ'ଣ କହିଲେ? ରୁଦ୍ର? ହଁ। ଅଗ୍ନି ଦେବତାଙ୍କ କୋଳରେ? ସେ ତ ସଂହାରକର୍ତ୍ତା। ହଁ, ଆଉ ତାଙ୍କ ରଙ୍ଗ ହେଉଛି ପୁରା ଶୁଦ୍ଧ ସିନ୍ଦୁର ପରି ଲାଲ। ଏହା ତ ବଡ଼ ଅଦ୍ଭୁତ ସଂଯୋଗ। ଜଣେ ଜୀବନଦାତା ଅଗ୍ନି ଆଉ ତାଙ୍କ କୋଳରେ ସଂହାରକର୍ତ୍ତା ରୁଦ୍ର। ଏହାର କିଛି ଗଭୀର ମାନେ ଥିବ ନିଶ୍ଚୟ। ନିଶ୍ଚୟ ଅଛି। ଏହା ଗୋଟେ ଗଭୀର ସତ୍ୟ ଦେଖାଏ। ଏଠି ରୁଦ୍ରଙ୍କୁ କେମିତି କଳ୍ପନା କରାଯାଇଛି ଦେଖନ୍ତୁ। ଅତି ପୁରୁଣା ରୂପରେ, ଦେହରେ ଶ୍ୱେତ ଭସ୍ମ ଲାଗିଛି, 3ଟା ଆଖି। ତ୍ରିନେତ୍ରଧାରୀ। ହଁ, ଆଉ ହାତ 2ଟା କେମିତି ଅଛି? ଗୋଟେ ବରଦା ମୁଦ୍ରାରେ, ମାନେ ଆଶୀର୍ବାଦ ଦଉଛନ୍ତି, ଆଉ ଗୋଟେ ଅଭୟ ମୁଦ୍ରାରେ, ମାନେ ଡର ନାହିଁ ବୋଲି କହୁଛନ୍ତି। ଆଶୀର୍ବାଦ ଆଉ ନିର୍ଭୟତା, ସଂହାରକର୍ତ୍ତା ହେଲେ ବି। ହଁ, ଏଇଠୁ ଜଣାପଡ଼ୁଛି ଯେ ସୃଷ୍ଟି ଆଉ ସଂହାର, ବଦଳିବା ଆଉ ସ୍ଥିର ରହିବା, ଏଇ ଯୋଡ଼ା ଶକ୍ତି ଏକାଠି କାମ କରନ୍ତି ଏଇ ମଣିପୁର ଚକ୍ରରେ। ପୁରୁଣାକୁ ଭାଙ୍ଗି ନୂଆ ଗଢ଼ିବାର ଶକ୍ତି। ବାଃ, ଏଇଠୁ ହିଁ ମିଳେ। ବୁଝିଲି। ଅଦ୍ଭୁତ କଥା। ଆଚ୍ଛା, ଏତେ ଶକ୍ତିଶାଳୀ ଚକ୍ରର ଅଧିଷ୍ଠାତ୍ରୀ ଦେବୀ ବି କେହି ଥିବେ? ନିଶ୍ଚୟ ଅଛନ୍ତି। ଏଠି ରୁହନ୍ତି ମା ଲାକ୍ଷିଣୀ ଦେବୀ। ସେ ସମସ୍ତଙ୍କର ମଙ୍ଗଳ କରନ୍ତି। ଲାକ୍ଷିଣୀ ଦେବୀ? ହଁ, ତାଙ୍କର ବି 4ଟା ହାତ, ଦେହରୁ ପୁରା ଦିବ୍ୟ ଜ୍ୟୋତି ବାହାରୁଥାଏ। ବର୍ଣ୍ଣ ତାଙ୍କର ଶ୍ୟାମଳ। ଶ୍ୟାମଳ? ଅଗ୍ନିଙ୍କ ପରି ତେଜ ନୁହେଁ? ନା, ଶ୍ୟାମଳ। ଆଉ ହଳଦିଆ ବସ୍ତ୍ର ପିନ୍ଧିଥାନ୍ତି, ନାନା ପ୍ରକାର ସୁନ୍ଦର ଅଳଙ୍କାରରେ ସଜେଇ ହୋଇଥାନ୍ତି। ଆଚ୍ଛା। ଆଉ କୁହନ୍ତି, ସେ ସବୁବେଳେ ଅମୃତପାନ କରି ପରମ ଆନନ୍ଦରେ ମଗ୍ନ ଥାନ୍ତି। ଓହୋ, ସର୍ବଦା ଆନନ୍ଦିତା। ତାହେଲେ ଏଇ ନାଭି ପଦ୍ମ ବା ମଣିପୁର ଚକ୍ର ଉପରେ ଯଦି କେହି ଧ୍ୟାନ କରେ, ତାହେଲେ କେଉଁ ପ୍ରକାର ଫଳ ମିଳେ? ମାନେ କ'ଣ ଲାଭ ହୁଏ? ଏହାର ମହତ୍ତ୍ୱ ବହୁତ ବେଶୀ। ଶାସ୍ତ୍ର କହୁଛି, ଏଇ ଚକ୍ର ଉପରେ ଯିଏ ମନ ସ୍ଥିର କରିପାରିଲା, ତା ଭିତରେ ସୃଷ୍ଟି କରିବାର ଶକ୍ତି ଆସେ। ସୃଷ୍ଟି କରିବା? ହଁ, ଆଉ ଯାହା ଦରକାର ନାହିଁ ତାକୁ ସଂହାର କରିବା ବା ବଦଲେଇ ଦେବାର କ୍ଷମତା ବି ଆସେ। ଏକ ଅଦ୍ଭୁତ ଶକ୍ତି। ତା ସହିତ ଜ୍ଞାନର ଯେତିକି ସମ୍ପଦ, ସେସବୁ ସହଜରେ ମିଳିଯାଏ। ଆଉ ଗୋଟେ ବଡ଼ କଥା ହେଲା ବାକ୍ ସିଦ୍ଧି। ବାକ୍ ସିଦ୍ଧି ମାନେ? ବାଣୀ ମା ସରସ୍ୱତୀ, ସେ ସାଧକର ମୁହଁରେ, ଜିଭରେ ସବୁବେଳେ ବିରାଜମାନ କରନ୍ତି। ଯାହା କହିବେ ସତ୍ୟ ହେବ। ବାଃ,
ବାସ୍ତବିକ ଏ ମଣିପୁର ଚକ୍ର ତା ଆମ ଭିତରର ସେଇ ଅଗ୍ନି ସେହି ତେଜ ଆଉ ପରିବର୍ତ୍ତନର ଅସଲ କେନ୍ଦ୍ର ଯେଉଁଠି ଗୋଟେ ପଟେ ରୁଦ୍ରଙ୍କ ସଂହାର ଶକ୍ତି ଅଛି ଆଉ ପଟେ ଲାକିନୀ ଦେବୀଙ୍କ ମଙ୍ଗଳମୟ କୃପା ବି ଅଛି ଏକାଠି। ହଁ, ଏହାକୁ ବୁଝିବା ଅନୁଭବ କରିବା ହିଁ ଗୋଟେ ବଡ଼ ସାଧନା। ସତରେ। ଆଉ ଏହି ଯେ ଆମେ କଥା ହେଲେ ଏଇଟା ଆମକୁ ଗୋଟେ କଥା ଭାବିବାକୁ ବାଧ୍ୟ କରୁଛି। କ'ଣ? ଆମ ସମସ୍ତଙ୍କ ଭିତରେ ତ ଏଇ ଅଗ୍ନି ଅଛି ନା, ଯାହାର ପ୍ରତୀକ ହେଲେ ଅଗ୍ନି ଦେବତା ଆଉ ରୁଦ୍ର। ହଁ, ଅଛି। ତେବେ ସେଇ ଭିତରର ଅଗ୍ନି କେମିତି ଆମ ନିଜ ଜୀବନକୁ ବଦଳାଇବାରେ, ଆମ ଆତ୍ମବିଶ୍ୱାସ ବଢ଼ାଇବାରେ ଆଉ ଆଧ୍ୟାତ୍ମିକ ବଳଦେବରେ ସାହାଯ୍ୟ କରେ, ସେଇଟା ନିଜ ଭିତରେ ଖୋଜିବା ଦରକାର, ଅନୁଭବ କରିବା ଦରକାର। ନିଶ୍ଚୟ। ଜୟଗୁରୁ। ଆଉ ଶ୍ରୋତାମାନଙ୍କ ପାଇଁ ବି ଏଇ ଚିନ୍ତାଟି ରହିଲା। ଆମ ନିଜ ନିଜ ଜୀବନରେ ଏଇ ଭିତରରେ ଅଗ୍ନିର ଏଇ ଯୋଉ ବଦଳାଇ ପାରିବାର ଶକ୍ତିର ଆବଶ୍ୟକତା ବର୍ତ୍ତମାନ କେଉଁଠି ସବୁଠାରୁ ବେଶୀ ଲାଗୁଛି? ଜୟଗୁରୁ।